ବିରଜାଙ୍କ ପ୍ରତିମୂର୍ତ୍ତିକୁ ପାର୍କରେ ସ୍ଥାପନା କରି ବିରୋଧ କଲେ ହିନ୍ଦୁ ଏକତା ମଞ୍ଚ, ଭାରତ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ। ମା ବିରଜାଙ୍କ ପ୍ରତିମୂର୍ତ୍ତି ବଦଳରେ ଅନ୍ୟ କୌଣସି ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ପାର୍କ ଭଳି ସର୍ବସାଧାରଣଙ୍କ ଆମୋଦ ପ୍ରମୋଦ ସ୍ଥାନରେ ମାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ ତାହା ମାଙ୍କ ପ୍ରତି ଅପମାନ ହେବ। ଏହା କୋଟି କୋଟି ହିନ୍ଦୁମାନଙ୍କର ଧାର୍ମିକ ଆସ୍ଥା ଉପରେ କୁଠାରଘାତ କରୁଛି। ଅନ୍ୟପକ୍ଷରେ ମା ବିରଜା କୌଣସି ଆମୋଦ ପ୍ରମୋଦର ବସ୍ତୁ ନୁହନ୍ତି ଯେ ତାଙ୍କୁ ପାର୍କ ଭଳି ସ୍ଥାନରେ ସ୍ଥାପନ କରାଯିବ, ଯେଉଁଠିକି ଦୈନିକ ବିଭିନ୍ନ ପ୍ରକାରର ବିଧର୍ମୀମାନଙ୍କର ଅବାଧ ପ୍ରବେଶ ରହିବ, ଯାହାକୁ କେହି ରୋକିପାରିବେ ନାହିଁ। ଯାଜପୁରର ବୁଦ୍ଧିଜୀବୀଙ୍କ ମତରେ ଯଦି ମା ବିରଜାଙ୍କ ମୂର୍ତ୍ତି ବଦଳରେ ଯଯାତି କେଶରୀ କିମ୍ବା ଭାରତ ମାତାଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ କରାଯାଇପାରନ୍ତା, ତେବେ ଜିଲ୍ଲା ପ୍ରଶାସନ ଲକ୍ଷ ଲକ୍ଷ ଯାଜପୁରବାସୀଙ୍କ ପ୍ରଶଂସାର ଭାଜନ ହୋଇପାରନ୍ତେ ବୋଲି ଏହି ଦାବିକୁ ନେଇ ହିନ୍ଦୁ ଏକତା ମଞ୍ଚ, ଭାରତ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି। ଯାଜପୁରରୁ ଆଦିତ୍ୟ ମହାନ୍ତିଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।